ପିଲାମାନେ କାର୍ଯ୍ୟପତ୍ରିକା 3ରେ କହିଛି କ'ଣ ଶବ୍ଦ ଗୁଡ଼ିକ ପଢ଼ିବା ନିହାତି ପଢ଼ିବ ଜମାରୁ ଏଟାକୁ ସ୍କିପ୍ କରନି ଶୁଣ କେମିତି ସୁନ୍ଦର ଭାବରେ ଆମେ ପଢ଼ିବା ଲେଖା ହେଇଛି ଅଙ୍କ ଶଙ୍ଖ ଗଙ୍ଗା ମଞ୍ଚ ପଞ୍ଝା ମେଣ୍ଢା ଅଣ୍ଡା ପାଞ୍ଜି ଘଣ୍ଟା ଆଣ୍ଠୁ କାନ୍ଥ ରିକ୍ସା କ୍ଷୁବ୍ଧ ଊର୍ଦ୍ଧ୍ୱ କୁବ୍ଜ ଶବ୍ଦ ଜ୍ୟୋତ୍ସ୍ନା କାନ୍ଥ କୃଷ୍ଣ ଶସ୍ତା ମନ୍ତ୍ର ବାକ୍ସ କଙ୍କଡ଼ା ଶୃଙ୍ଖଳା ସଞ୍ଚୟ ଝିଣ୍ଟିକା ସନ୍ଧାନ ପିମ୍ପୁଡ଼ି କୁକୁଟ ସନ୍ଦିଗ୍ଧ ଅଜ୍ଞାନ ଆଶ୍ଚର୍ଯ୍ୟ ଅଭିପ୍ସା ଉତ୍ପନ୍ନ ପିପଳି ସହିଷ୍ଣୁ ସ୍ଫଟିକ ସ୍ଖଳନ ସୌରୀନ୍ଦ୍ରୀ ସନ୍ନ୍ୟାସୀ ତସ୍କର କୁମ୍ଭୀର ଦୌରାତ୍ମ୍ୟ ସ୍ୱତନ୍ତ୍ର ଗନ୍ଧର୍ଭ ମୂର୍ଚ୍ଛନା ଚିତ୍କାର ଶତାବ୍ଦୀ ଅଶ୍ୱତ୍ଥ ଉଦ୍ଘାଟନ ଉତ୍ଥାପନ ଆସ୍ଫାଳନ ଅସ୍ଥାବର ପରିଷ୍କାର ଶିରଚ୍ଛେଦ ସମ୍ବତ୍ସର ଶନିଶ୍ଚର ଖड्गधाରୀ ନମସ୍କାର ନିଷ୍ପୀଡ଼ନ ମହୌଷଧି ପୌରାଞ୍ଚଳ ସମ୍ପ୍ରଦାୟ ପୁରସ୍କାର ଭସ୍ମାସୁର ଅନ୍ୱେଷଣ ଉତ୍ପାଦନ ନିଷ୍ପ୍ରୟୋଜନ ଏଇଭଳିଆ ସୁନ୍ଦର ଭାବରେ ପଢ଼ିବ ଜମାରୁ ସ୍କିପ୍ କରନି ପଢ଼ିବା ଅଭ୍ୟାସ ନିହାତି କରିବ ହେଲେ ଯାଇକି ତୁମେ ନିର୍ଭୁଲ ଭାବରେ ପଢ଼ିପାରିବ ବହି। ତାପରେ ଦେଖ କାର୍ଯ୍ୟପତ୍ରିକା 4 ଆମର ଆକାର ଇକାର ଦୀର୍ଘ ଇକାର ମାତ୍ରାକୁ ନେଇ ଆମେ ଶବ୍ଦ ଗଠନ କରିବା ଦେଖ ଏଇସବୁ ତୁମେ ଲେଖିଦିଅ। ନିମ୍ନଲିଖିତ ବାକ୍ୟ ଗୁଡ଼ିକୁ ପଢ଼ ସୁନ୍ଦର ଭାବରେ ପଢ଼ିବାକୁ ଚେଷ୍ଟା କରିବ। ମୁଁ ଯେମିତି ପଢ଼ୁଛି ରାମ ବଜାର ଯାଉଅଛି ଗୀତା ଆମ୍ବ ଖାଉଥିଲା ଛେଳି ଘାସ ଖାଉଥିଲା ଦୀପକ ପାଳଙ୍ଗ ଶାଗ ଆଣିଲା ଘରର ଦାମ କମ୍ ଥିଲା ମୀନାର ଦେହ ଖରାପ ଥିଲା କାଲି ଖେଳ ପଡ଼ିଆ ଖାଲି ଥିଲା ମା ସୋନୁକୁ ଜହ୍ନ ଦେଖାଉଥିଲେ। ତାପରେ ଦେଖ ଏପଟେ କ'ଣ ଲେଖା ହେଇଛି ରାଜା ତାଜମହଲ ପର୍ଯ୍ୟନ୍ତ ଚାଲି ଚାଲି ଗଲେ ଛେଳି ଲତାପତ୍ର ଖାଉଅଛି ହାତୀ ଆରାମରେ ଶୋଇଅଛି ଘରେ ଖାଇବା ଜିନିଷ ଅଛି ବାଳକ କ୍ଷୀର ପିଉଅଛି ଦୂରରୁ କୋଳାହଳ ଶୁଭୁଅଛି ଗୁଣ୍ଡୁଚି ମୂଷା ଗାଜର ଖାଉଥିଲା। ଏଇଭଳି ସୁନ୍ଦର ଭାବରେ ପଢ଼ିବାକୁ ଚେଷ୍ଟା କରିବ।